शुद्ध पानी ପାଇଁ କାଳିଆ ପାଣିରେ ରାସ୍ତାକୁ ଓହ୍ଲାଇଲେ ଅନେକ ମହିଳା। ଟାଟା ଖଣି ସମ୍ମୁଖରେ ଧାରଣା। ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ଅନ୍ତର୍ଗତ କାଳିଆପାଣି ଖଣି ଅଞ୍ଚଳରେ ଶୁଦ୍ଧ ପାଣି ଅଭାବକୁ ନେଇ ଗୁରୁବାର ଦିନ ତୀବ୍ର ପ୍ରତିବାଦ ଦେଖାଦେଇଛି। ମାଙ୍କେଡ଼ିଆ ବସ୍ତିର ସ୍ଥାନୀୟ ମହିଳାମାନେ ହାଣ୍ଡି, ମାଠିଆ ଓ ବାଲ୍ଟି ଧରି ଟାଟା ଖଣି ସମ୍ମୁଖରେ ଧାରଣାରେ ବସି ସରକାର ଆମକୁ ପାଣି ଦିଅ ବୋଲି ନାରାବାଜି ଦେଇଥିଲେ। ସୂଚନା ଅନୁସାରେ ପୂର୍ବରୁ ଖଣି ପକ୍ଷରୁ ଟ୍ୟାଙ୍କର ମାଧ୍ୟମରେ ମାଗଣା ପାଣି ଯୋଗାଇ ଦିଆଯାଉଥିଲା, କିନ୍ତୁ କିଛି ଦିନ ହେବ ଏହି ସେବା ବନ୍ଦ ହୋଇଯାଇଛି। ଫଳରେ ବସ୍ତି ବାସିନ୍ଦାମାନେ ବର୍ତ୍ତମାନ ଅନେକ ଦୂରକୁ ଯାଇ ଡମଶାଳା ନାଳର ଦୂଷିତ ପାଣି ଉପରେ ନିର୍ଭରଶୀଳ ହୋଇପଡ଼ିଛନ୍ତି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଥିବା ସହିତ ସ୍ଥାନୀୟ ମହିଳାମାନେ ରାସ୍ତାକୁ ଓହ୍ଲାଇ ବିକ୍ଷୋଭ ପ୍ରଦର୍ଶନ କରିବା ସହ ସରକାରଙ୍କ ବିରୋଧରେ ଜୋରଦାର ନାରାବାଜି କରିଛନ୍ତି। ଏହି ସମସ୍ୟାର ଶୀଘ୍ର ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ଓ ସରକାରଙ୍କ ପକ୍ଷରୁ ତତ୍କାଳ ହସ୍ତକ୍ଷେପ ଦାବି ଜୋର ଧରିଛି।